ଉପନ୍ୟାସ ଅପଦେବତା। ଲେଖକ ପଦ୍ମଜ ପାଳ। ପଢ଼ି ଶୁଣାଉଛନ୍ତି କରୁଣାକର। ବିଜୁ ଭାଇ, ବିଜୟ ଭାଇ ଆମେ ତାଙ୍କୁ ଡାକୁଥିଲୁ। ମାତ୍ର ସେ କେବଳ ଭାଇ ନଥିଲେ, ଥିଲେ ପୁତ୍ର, ପୌତ୍ର, ପିତା, ସ୍ୱାମୀ, ଦାଦା, ବନ୍ଧୁ, ସଖା, ସବୁକିଛି। ସଂସାରର ସବୁ ସମ୍ପର୍କ ସହ ସେ ପରିଚିତ ଥିଲେ, ସେଥିରେ ବନ୍ଧା ହୋଇଥିଲେ। ଯିଏ ତାଙ୍କୁ ଯାହା ଡାକୁଥିଲା ସେ ଶୁଣୁଥିଲେ। ମାତ୍ର ସବୁ ସମ୍ପର୍କର ଊର୍ଦ୍ଧ୍ୱରେ ସେ ପରିଚିତ ଥିଲେ ବିଜୁ ମହାରାଜ ଭାବରେ। ମୋର ଯେତେଦୂର ମନେ ହୁଏ, ତାଙ୍କ ନାମ ସହ ଏହି ମହାରାଜ ଉପାଧିଟି ପ୍ରଥମେ ଆରୋପିତ କରିଥିଲେ ଆମ ହାଇସ୍କୁଲର ଗଣିତ ଓ ବିଜ୍ଞାନ ଶିକ୍ଷକ ଆଦିକନ୍ଦ ଦାସ, ବିଏସ୍ସି ବିଇଡି। ସେଇ ସାର୍ ତବା ତବା। ତା ମା ମରୁ, ଦେଖିବାକୁ ଏମିତି କାଣି ଆଙ୍ଗୁଠି ସରୁ, ନକ ନକ ଡେଙ୍ଗା, ସବୁବେଳେ ପିନ୍ଧିଥିବ ଗୋଟେ ଧୋତି ଆଉ ପୁରା ହାତର କାମିଜ। ଛାତି ପକେଟରେ ଥିବ ପୁଳାଏ କାଗଜ ଆଉ ଗୋଟେ କଳା ପ୍ଲାଟୋ କଲମ। ପତଳା ଲମ୍ବା ମୁହଁରେ ନିଶ ନଥିବା ଛେଳି ମାର୍କା ଦାଢ଼ି। କେଶ କୁଣ୍ଡାଇ ହୋଇଥିବେ ମଝିରୁ ସିନ୍ଥା କରି ଗୋଟେ ସରଳ ରେଖାରେ ସେ ସୁନ୍ଥା। ମୁଣ୍ଡରେ ଗୋଲ ଟୋପି। ଗୋଟାଏ ଆଖି ତାଙ୍କର ଫୁଟି ଯାଇଥିଲା। ଭଗବାନ ରକ୍ଷା କରିଛନ୍ତି। ଘୋଡ଼ାକୁ ଯେମିତି ଶିଙ୍ଗ ଦେଇନାହାନ୍ତି, ତାଙ୍କର ସେମିତି ଗୋଟେ ଆଖି ନେଇଯାଇଛନ୍ତି। ନହେଲେ ବ୍ଲାକବୋର୍ଡ ପାଖରେ ଠିଆ ହୋଇ ସେ ସାରା କ୍ଲାସର ସବୁ ଭୟାତୁର ପିଲାଙ୍କୁ ଏକକାଳୀନ ଦେଖିପାରୁଥାନ୍ତେ ଓ ତାଙ୍କ ଉପରକୁ ଝାମ୍ପ ଦେଇ ଆକ୍ରମଣ କରୁଥାନ୍ତେ। ସେଇ ଗୋଟିଏ ଆଖିରେ ବି ଆମେ ଛାନିଆ ହେଇ ବସିଯାଉ ମୂଷାପରି। ମୋତେ ଗଣିତ ବିଦ୍ୟା ଆସେ ନାହିଁ। ତାଙ୍କ ଉପଦ୍ରବରେ ଭୟଭୀତ ହୋଇ ବିଜ୍ଞାନ ବି ଆସୁନଥିଲା। ଭାଇଙ୍କୁ ବି ଆସୁନଥିଲା। କେତେଥର ମାଡ଼ ଗାଳି କାନ ଧରି ଉଠା ବସା ଓ ବାରଣ୍ଡାରେ ଆଣ୍ଠେଇବା, ଚୌକି ବସା ହେଇଛି। ସବୁ ସୂତ୍ରକୁ ଘୋଷଣ କରିଛୁ। ତଥାପି ଗଣିତ ବିଦ୍ୟା ହୁଏନି। ଅପମାନ, ଲଜ୍ଜା, ଅତ୍ୟାଚାର ସହିବାକୁ ପଡ଼େ। ବିଜୟ ଭାଇ କହୁଥିଲେ, ଆରେ ଦୁଃଖ କାହିଁକି କରୁଛ? ଦୁନିଆରେ କେତେ ବିଦ୍ୟା ଅଛି। ଏବେ କାହାର ଗୋଟେ ଗଣିତ ବିଦ୍ୟା ନ ହେଲା କ'ଣ ନିହାଲ ହେଇଗଲା? ଛେ ଅଲି ସାର୍, ବ୍ରହ୍ମବିଦ୍ୟା ଜାଣିଛନ୍ତି କି? ବ୍ରହ୍ମବିଦ୍ୟା? ଆମେ ଆବାକାବା ହେଇ ବିଜୟ ଭାଇଙ୍କ ମୁହଁକୁ ଚାହିଁଲୁ। ବ୍ରହ୍ମବିଦ୍ୟା କ'ଣ? ବିଜୟ ଭାଇ ହସିବେ ଗୌରବରେ। ରହସ୍ୟମୟ ତାଙ୍କର ହସ ସୂଚାଇ ଦେଉଥାଏ ଆମର ଅଜ୍ଞତାକୁ। ଆକ୍ଷେପ କରୁଥାଏ ଆଦିକନ୍ଦ ସାର୍ଙ୍କ ଜ୍ଞାନକୁ। ସେ କିଛି ଆମକୁ ବୁଝାଇ ଦେଉନଥିବେ। କେବଳ କହିବେ, ତୁମେ ପିଲାଗୁଡ଼ାକ ସେ ବିଦ୍ୟାର କଥା ବୁଝିପାରିବ ନାହିଁ। ତୁମେ ବଡ଼ ହେଲେ ବୁଝିବ, ଆପେ ଆପେ ବୁଝିଯିବ। ସେସବୁ ଅଗୁରୁ ବିଦ୍ୟା। ଏହା ବି ଆମେ ବୁଝିପାରିବୁ ନାହିଁ। କେବଳ ଜାଣିପାରିବୁ, ବିଜୟ ଭାଇ ଜ୍ଞାନର ସୀମା ଆମ ବୋଧର ବାହାରେ। ସେ ଆମ ପିଠିରେ ହାତ ମାରି କହିବେ, ଆରେ ଆଦିକନ୍ଦ ସାର୍ ଅନ୍ଧ କିପରି ହେଲେ ଜାଣିଛ କି? ଉତ୍କଣ୍ଠିତ ହୋଇ ଆମେ ତାଙ୍କୁ ଚାହିଁବୁ। ଆରେ ପିଲାଦିନରେ ସେ ଅନ୍ୟମାନଙ୍କ ସହିତ ରାମଲୀଳା ଦେଖୁଥିଲେ। ସେ ରାମ ହେଇଥିଲେ। ଆଉ ଗୋଟାଏ କିଏ ରାବଣ ହେଇଥିଲା। ଚାଲିଥିଲା ରାମ ରାବଣ ଯୁଦ୍ଧ, ଧନୁଯୁଦ୍ଧ। ସେ ଧନୁ ସବୁ ବାଉଁଶ ଫଡ଼ା ବତାରେ ତିଆରି ହେଇଥିଲା ଓ ସରଗୁଡ଼ାକ ସରୁ ସରୁ କଣିରେ ହେଇଥିଲା। ରାମ ରାବଣର ଯୁଦ୍ଧ। ଚାରିକଡ଼ରେ ବିଭିନ୍ନ ଦେବତା ବେଶରେ ସଜ୍ଜିତ ହୋଇ ତାଙ୍କ ଗାଁର ପିଲାମାନେ ଦେଖୁଥାନ୍ତି। ରାମ ସର ମାରୁଥାଏ, ରାବଣ ସର ମାରୁଥାଏ। ରାବଣ ମାରିଲା ଏମିତି ଗୋଟିଏ ସର ନାଖ କରି ଯେ ବିଜୁଳି ମାରେ ଛୁଟି ଆସି ଗଳିଗଲା ରାମରୂପୀ ଆଦିକନ୍ଦ ସାର୍ଙ୍କ ବାମ ଚକ୍ଷୁରେ। ପଶିଗଲା 2-3 ଆଙ୍ଗୁଳ। ରାମ ଚିତ୍କାର କରି ଧନୁସର ଫୋପାଡ଼ି ଚିତ୍ପଟାଙ୍ଗ। ଆଖିରୁ ରକ୍ତ ଝରଝର ବୋହିଯାଉଥାଏ। ଟାଣିଲେ ବି ରାବଣର ସେ ସର ବାହାରିଲା ନାହିଁ। କଟକ ବଡ଼ ଡାକ୍ତରଖାନାକୁ ଗଲେ, ସେଠି ଅପରେସନ ହେଲା। ବଞ୍ଚିଲେ ସିନା, ହେଲେ କଣା ହେଇଗଲେ। ଆଦିକନ୍ଦ ସାର୍ଙ୍କର ଏହି ଦୁର୍ଘଟଣାର କାହାଣୀ ଶୁଣି ଶୁଣି ଆମେ ସବୁ ବିଷାଦଗ୍ରସ୍ତ ହୋଇ ପଡ଼ିଥିବୁ। ଛଟପଟ ଲାଗୁଥିଲା, କେହି କାହାକୁ କିଛି କହିପାରୁନଥିଲୁ। ସମବେଦନା ଓ ଅସହାୟତା ଆମକୁ ଏମିତି ଆକ୍ରାନ୍ତ କରିଦେଇଥିଲା ଯେ ଆମେ ବାରମ୍ବାର ଚୁ ଚୁ ଓ ଆ ହଉଥିଲୁ। ସେତେବେଳେ ବିଜୟ ଭାଇ ସ୍ଥିର ଥିବେ, ସାଧୁଟିଏ ଭଳି ସ୍ଥିର ଓ ଅବିଚଳିତ। ଦୁଃଖ ସୁଖ ଯେମିତି ତାଙ୍କୁ ସ୍ପର୍ଶ କରେ ନାହିଁ, ସେମିତି ନିର୍ବିକାର ଦେଖାଯାଉଥିବେ ସେ। ଆମର ବିଷାଦଗ୍ରସ୍ତ ମୁହୂର୍ତ୍ତକୁ ପ୍ରବୋଧିତ କରିବାକୁ ସେ ସାନ୍ତ୍ୱନା ଦେଲା ଭଳି କହିଲେ, ଆରେ କଣା ହେଇଗଲେ କ'ଣ ହୁଏ ଜାଣିଛ ନା ନାହିଁ? ଖୁଣ ଯାହାର, ଗୁଣ ତାହାର। ସରକାର ସେମାନଙ୍କୁ ସବୁ ଚାକିରି ଦେଇଦିଅନ୍ତି। ତା ଛଡ଼ା ବିଦ୍ୟା ଭଲ ହୁଏ। ଆମେ ଆଶ୍ୱସ୍ତ ହେଲୁ। ଭଲ ହେଲା ଆଦିକନ୍ଦ ସାର୍ ଚାକିରି ପାଇଲେ, ନହେଲେ କ'ଣ ବାହା ହେଇପାରିଥାନ୍ତେ? କୋଉ ଝୁଅ କଣାକୁ ବାହା ହେଇଥାନ୍ତା ଯେ? ନିତିଆ ହସିଲା। ଠିକ୍ କହୁଛ, ବିଜୟ ଭାଇ କହିଲେ। Sample complete. Ready to continue?